ଦେଖନ୍ତୁ ଇଏ ମନ୍ତ୍ରୀମାନଙ୍କର କଥା ଠିକ୍ ନାହିଁ। କେତେବେଳେ କେଉଁ କଥା କହୁଛନ୍ତି ତାଙ୍କେ ବି ଚିନ୍ତା କରିପାରୁନାହାନ୍ତି, ତାଙ୍କର ମତି ଭ୍ରଷ୍ଟ ହୋଇଗଲା ଜଣାପଡ଼ୁଛି। ଯୋଗାଣ ମନ୍ତ୍ରୀ କାଲି କହିଲେ ଯେ ତେଲ ମହଜୁଦ ଅଛି, 13 ଦିନ ପର୍ଯ୍ୟନ୍ତ ମହଜୁଦ ଅଛି। କିନ୍ତୁ ଆଜି ଗୋଟେ କଥା କହୁଛନ୍ତି, କାଲି କହିଲେ 13 ଦିନ ପର୍ଯ୍ୟନ୍ତ ମହଜୁଦ ଅଛି। ତାର ଅର୍ଥ ଲୋକ ଭୟଭୀତ ହେବେ ନାହିଁ। ତ ଲୋକ 13 ଦିନ ପର୍ଯ୍ୟନ୍ତ ତେଲ ମିଳିବ, ତାର ପରେ ଆଉ ତେଲ ମିଳିବ ନାହିଁ, ଏ ଲୋକଙ୍କର ମନରେ ଗୋଟେ ଆଶଙ୍କା ସୃଷ୍ଟି ହେଉଛି। କିନ୍ତୁ ଆଜି ମିଟିଂରେ କହୁଛନ୍ତି ତେଲ ମହଜୁଦ ଅଛି, ସଫିସିଏଣ୍ଟ ମିଳିବ ବୋଲି କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା ବି ପମ୍ପ ମାନଙ୍କରେ ଲମ୍ବା ଲାଇନ୍ ଧାଡ଼ି ବାନ୍ଧିକି ରହୁଛି। କାଲି ମୁଁ ଗୋଟେ 10ଟା ବମ୍ପରେ ବୁଲିଲେ ମୋ ଗାଡ଼ି ତେଲ ସରିଯାଇଥିଲା। ଶେଷରେ କଟକରେ ଯାଇକରି 4-5ଟା ବମ୍ପରେ ବୁଲିଲା ପରେ ତେଲ ବହୁତ କଷ୍ଟରେ ମିଳିଲା। ଆଉ ଯେଉଁଭଳି ଭାବରେ ଏ ସରକାର ଆସିଲା ପରେ ଯେଉଁ ପେଟ୍ରୋଲ ଡିଜେଲ ଗ୍ୟାସ୍ ଯେଉଁ ଦରଦାମ ବୃଦ୍ଧି ପାଉଛି, ଆଜି ଏଠି ଭୁବନେଶ୍ୱରରେ 103 ହେଲା ବେଳକୁ ଆମ ମାଲକାନଗିରି ଜିଲ୍ଲାରେ 108, 111କୁ ପହଞ୍ଚିଲାଣି। ମାନେ ଯେଉଁଭଳି ଭାବରେ ଦରଦାମ ବୃଦ୍ଧି ପାଉଛି, ଇଆଡ଼େ ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ବିଦେଶ ଗସ୍ତ ବନ୍ଦ କର, ତେଲ କମ୍ ଖର୍ଚ୍ଚ କରନ୍ତୁ, ଆଉ ତାଙ୍କର ଯେଉଁ ଅଫିସିଆଲି ଟ୍ରାନ୍ସପୋର୍ଟ ଯେଉଁ ରହୁଛି ତାଙ୍କୁ କମାଇ ଦିଆଯାଉ। କିନ୍ତୁ ଅଧିକ ଖର୍ଚ୍ଚ ହେଉଛି ତାଙ୍କର ମନ୍ତ୍ରିମଣ୍ଡଳର, ଅଧିକା ଖର୍ଚ୍ଚ ହେଉଛି ତାଙ୍କର ଯେଉଁ ଗାଡ଼ି କାର୍ଗେଟ୍ ଗାଡ଼ି ଯାକ ଯେଉଁ ଲାଗିଛି। ମାନେ ଗୋଟେ ଗୋଟେ ମନ୍ତ୍ରୀ ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉ କି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ମାନେ ଅଧିକ ତେଲ ଖର୍ଚ୍ଚ କରୁଛନ୍ତି। ଏଇ ଯେଉଁ ସରକାରୀ ଦଳର ମନ୍ତ୍ରୀ ବାବୁ ମାନେ ସେମାନଙ୍କ ଉପରେ ବହୁତ ତେଲ ଖର୍ଚ୍ଚ ହେଉଛି। କିନ୍ତୁ ସାଧାରଣ ଜନତା ଆଜି ଅନ୍ତଃସନ୍ତ। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମାନେ ବିଭିନ୍ନ ଗ୍ୟାସ୍ ଡିଜେଲ ଠୁ ଧରି ପେଟ୍ରୋଲଠୁ ଧରି ଆଜି ବିଭିନ୍ନ ଖାଇବା ସାମଗ୍ରୀ ମଧ୍ୟ ଦର ବୃଦ୍ଧି ଭାରତବର୍ଷରେ ହୁଆ ଭାବରେ ବଢ଼ି ଚାଲୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ଏପଟେ ଉକ୍ତି ଦେଉଛନ୍ତି ଯେ ସୁନା କିଣ ନାହିଁ, ଏପଟେ ପେଟ୍ରୋଲ ଯେତିକି ପରିମାଣରେ ସେତିକି ପକାନ୍ତୁ, ବାହାରେ ବୁଲାବୁଲି କରନ୍ତୁ। କିନ୍ତୁ ସେମାନେ ମାନ୍ୟବର ପ୍ରଧାନମନ୍ତ୍ରୀ କୁହନ୍ତୁ, ସିଏ ବିଦେଶ ଗସ୍ତ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କଲେ, କିନ୍ତୁ ଜଷ୍ଟ ତାର ଆର ଦିନ ସେ ନିଜେ ଗସ୍ତ କରିଛନ୍ତି ବିଦେଶକୁ। ମାନେ ଏଠି କ'ଣ ତାଙ୍କ ଉପରେ କ'ଣ ଭରସା, ସାଧାରଣ ଜନତା କ'ଣ ଭରସା କରିବେ? କିନ୍ତୁ ଭାଇ ଆଜି ଲୋକଙ୍କର ଭରସା ତୁଟିଗଲାଣି। ସାରା ଭାରତବର୍ଷରେ ହାହାକାର ସୃଷ୍ଟି ହେଲାଣି। ଆଜି ତେଲ ଦରଠୁ ଧରି ବିଭିନ୍ନ ପ୍ରକାର ଖାଇବା ସାମଗ୍ରୀ ଧରି ବିଭିନ୍ନ ପ୍ରକାର ଜିନିଷ ଏ ସରକାର ଆସିଲା ପରେ ସ୍ଥିରତା ନା, ଏମାନେ ସରକାର ଚଳାଇପାରେ ଅସମର୍ଥ ଏବଂ କାପୁରୁଷ ସରକାର। ଆଉ ଗୋଟେ କଥା ଯେ ଖାଦ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯେମିତି ତେଲର ରେଟ୍ 2000 ଟଙ୍କା ଥିଲା 2400 ଟଙ୍କାରେ ପହଞ୍ଚିଲାଣି। ଏବଂ କୁହାଯାଉଛି ଯେ ଡିଲର ପଏଣ୍ଟରେ ରିଟେଲ ପଏଣ୍ଟ ପହଞ୍ଚିବା ପର୍ଯ୍ୟନ୍ତ ଯଦି ସରକାର ଏନସ୍ୟୋର କରିବେ ତାହେଲେ ଯାଇକି ତେଲ ବା ଅତ୍ୟାବଶ୍ୟକ ସାମଗ୍ରୀର ରେଟ୍ କମିବ। କାରଣ ସେ ଟ୍ରାନ୍ସପୋର୍ଟେସନ ପାଇଁ ଗାଡ଼ି ବି ମିଳୁନି ତେଲ ପାଇଁ। ବିଭିନ୍ନ ସବୁ ପ୍ରକାର ଏଠି ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଦେଖନ୍ତୁ, ଯଦି ଗୋଟେ ଗାଡ଼ି ନ ଚାଲିବ ତାହେଲେ ଖାଦ୍ୟ ସାମଗ୍ରୀ ଆସିବ କେମିତି? ତେଲ ପକାଇଲେ ହିଁ ଯାଇକି ଖାଦ୍ୟ ସାମଗ୍ରୀ ଆସିପାରିବ ବା ଗାଡ଼ି ଚାଲିପାରିବ, ସେ ଖାଦ୍ୟ ସାମଗ୍ରୀ ଆସିବ। ଆଜି ଦେଖନ୍ତୁ ଏବେ ବର୍ତ୍ତମାନ କ୍ଷୀର ରେଟ୍ ମଧ୍ୟ ବଢ଼ିଗଲା, 4 ଟଙ୍କା ବୃଦ୍ଧି ପାଇଲା। ବିଭିନ୍ନ ପ୍ରକାର ଜିନିଷ ସମସ୍ୟା ସୃଷ୍ଟି ହେଉଛି। ଆଉ ଯେଉଁ ଆମ୍ବୁଲାନ୍ସରେ ରୋଗୀ ଗଲାବେଳେ ରାସ୍ତାରେ ମରିଯାଉଛନ୍ତି ବିନା ତେଲ ନ ପାଇକରି, ଏ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ଏ ସରକାର ଆକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ଆଉ ଜନସାଧାରଣଙ୍କ ଉପରେ ଭରସା ତୁଟିଗଲାଣି। ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ନିଶ୍ଚିତ ଭାବରେ ବିଜେପି ପାର୍ଟିକୁ ଜନସାଧାରଣ ଦେବେ। ଆଜି ଯେଉଁ ତେଲ ବୈଠକ ଯେଉଁ ହେଇଥିଲା, ଇଣ୍ଡିଆନ ଅଏଲ କର୍ପୋରେସନ ତାପରେ ଅନ୍ୟାନ୍ୟ ଯେଉଁ ସବୁ ଅଛନ୍ତି ବିପିସିଏଲ ସବୁ ଉପସ୍ଥିତ ଥିଲେ, ଯୋଗାଣ ମନ୍ତ୍ରୀଙ୍କୁ ଉପସ୍ଥିତ କହିଲେ ତେଲ ବର୍ତ୍ତମାନ କୌଣସି ମହଜୁଦ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି, କୌଣସି ସମସ୍ୟା ନାହିଁ। ତ ଆପଣ କାହିଁକି ଆଶଙ୍କା କରୁଛନ୍ତି? 13 ଦିନ କଥା କହିଲେ, ଆପଣ ପୁଣି କହୁଛନ୍ତି ତେଲ ମିଳୁନି। ନାଇଁ ଦେଖନ୍ତୁ, କାଲି ଗୋଟେ କଥା କହିଲେ ଯେ 13 ଦିନ ପର୍ଯ୍ୟନ୍ତ ମହଜୁଦ ଅଛି। ଆଜି କହୁଛନ୍ତି ଯେ ତେଲ ମହଜୁଦ ଅଛି। ଯଦି ତେଲ ମହଜୁଦ ରହିଥାନ୍ତା ତାହେଲେ ଯେଉଁ ମାନ୍ୟବର ଯେଉଁ ଯୋଗାଣ ମନ୍ତ୍ରୀ ଯେଉଁ କହୁଛନ୍ତି ତେଲ ମହଜୁଦ ଅଛି, ସବୁ ଜିନିଷ ସବୁ ପ୍ରକାର ଜିନିଷ ମହଜୁଦ ଅଛି, ତାହେଲେ ଆପଣ କୁହନ୍ତୁ ଯେ ଗୋଟେ ବମ୍ପରେ ଲମ୍ବା ପାଖାପାଖି 1 କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗିଛନ୍ତି, ଗାଡ଼ି ବାଇକ୍ ମାନେ ଲାଗିଛନ୍ତି। ମୁଁ ଲାଗିଥିଲି ଗୋଟେ କମ୍ ସେ କମ୍ 30-40 ମିଟର ଦୂରରେ ମୋ ଲାଇନ୍ ଲାଗିଥିଲା ମୋ ଗାଡ଼ିଟା। ଯଦି ମହଜୁଦ ଅଛି ତାହେଲେ ତ ସମ୍ପୂର୍ଣ୍ଣ ଭାବରେ ସବୁ ବମ୍ପରେ ତେଲ ପହଞ୍ଚି ଯାଇଥାନ୍ତା, ପେଟ୍ରୋଲ ଡିଜେଲ ପହଞ୍ଚି ଯାଇଥାନ୍ତା, ଗ୍ୟାସ୍ ପହଞ୍ଚି ଯାଇଥାନ୍ତା, ସବୁ ପ୍ରକାର। ଦେଖନ୍ତୁ ଗ୍ୟାସ୍ ଲୋକ ଲାଇନ୍ ଲଗାଇଲେ,
ଆଜି ପେଟ୍ରୋଲ ପାଇଁ ଲାଇନ୍ ଲଗାଉଛନ୍ତି, ଡିଜେଲ ପାଇଁ ଲାଇନ୍ ଲଗାଉଛନ୍ତି। ଏ ସରକାର ଆସିଲା ପରେ ଯେଉଁ ଆମର ନୋଟବନ୍ଦୀ ଯେଉଁ ହେଲା, ନୋଟବନ୍ଦୀରେ ମଧ୍ୟ ଲୋକ ହନ୍ତସନ୍ତ ହେଲେ, ବହୁତ ଲୋକ ମରିଗଲେ, ବହୁତ ଲୋକ ହନ୍ତସନ୍ତ ହେଲେ, ସେଠି ମଧ୍ୟ ଲାଇନ୍ ଲାଗିଲେ। କିନ୍ତୁ ଏ ସରକାର ଆମେ ଯେଉଁ ଭାବୁଛୁ, ଯାହା ସାରା ଭାରତବର୍ଷ ଜନସାଧାରଣ ଯେଉଁ ଭାବୁଛନ୍ତି, ନିଶ୍ଚିତ ଭାବରେ ଏ ସରକାର ଅସମର୍ଥ, ସରକାର ଚଳାଇବାରେ ଅସମର୍ଥ। ଏବେ ବର୍ତ୍ତମାନ ଯେଉଁ 5ଟି ରାଜ୍ୟରେ ଇଲେକ୍ସନ୍ ହେଲା, ସେ ଇଲେକ୍ସନ୍ରେ କୋଟି କୋଟି ଟଙ୍କା ଅପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଖର୍ଚ୍ଚ କରିଛନ୍ତି, ମାନେ ଭୋଟକୁ କିଣାଯାଇଛି। ୟାକୁ ଭରଣ କରିବା ପାଇଁ ଆଜି ଲୋକଙ୍କଠୁ, ଜନସାଧାରଣଙ୍କଠୁ ତଣ୍ଟି ଚିପି କରି ଏଇ ଯେଉଁ ଡିଜେଲ ପେଟ୍ରୋଲ ମାଧ୍ୟମରେ ଏମାନେ ଟଙ୍କା ନେଉଛନ୍ତି।